ମା ମଙ୍ଗଳା ମନ୍ଦିରରେ କଳାକନା ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍। ବାଲେଶ୍ୱର ଜିଲ୍ଲା ଶିଲାଙ୍ଗ ଥାନା ଅନ୍ତର୍ଗତ ବେଣ୍ଟପୁର ଗ୍ରାମସ୍ଥିତ ମା ମଙ୍ଗଳା ମନ୍ଦିରରେ ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ମୌସୁମୀ ବର୍ଷାର ସୁଯୋଗ ନେଇ ଗତକାଲି ରାତିରେ ମନ୍ଦିରର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଚୋରମାନେ ମାଙ୍କର ମୁକୁଟ, ହାର, ବଳା, ପାଦୁକା ଏବଂ ଠାକୁରଙ୍କର ଆଖି ଚକ୍ଷୁ ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗ୍ରାମବାସୀମାନେ ମନ୍ଦିରର ତାଲା ଭଙ୍ଗା ଓ ଚୋରି ହୋଇଥିବା ଦେଖି ଶିଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଜଗତ କୁମାର ଗିରିଙ୍କ ରିପୋର୍ଟ, ମସିହା ନ୍ୟୁଜ। ଆପଣ ଗୋଟେ ପରିଚୟ ଦେବେ? ମୋ ନାଁ ହେଲା ସୁରେଶ କୁମାର ପାତ୍ର। ମୁଁ ଏଇ ବେଣ୍ଟପୁର ଗ୍ରାମର ବାସିନ୍ଦା। କ'ଣ ଘଟଣା ଘଟିଛି ଆପଣଙ୍କ ଗାଁରେ? ଘଟଣା ବୋଇଲେ ସବୁଦିନ ଭଳି ଆମ ଗାଁରେ ମନ୍ଦିରରେ ସନ୍ଧ୍ୟା ଦେଇ ସାରିଲା ପରେ ତାଲା ପଡ଼େ। ତାଲା ପଡ଼ି ସାରିଲା ପରେ ତା ସକାଳ ପୁଣି ପୂଜା ହୁଏ। ତେଣୁକରି ଆଜି ସକାଳ ଦେଖିଲା ବେଳକୁ ଦୁଇଟି ଗ୍ରିଲ୍ ପୁରା ଫାଙ୍କା ହେଇକି ପଡ଼ିଛି ଏବଂ ଆମେ ସେଇଠୁ ଚାହିଁଲୁ ମାଙ୍କର ଆଳି ଅଳଙ୍କାର କିଛି ବି ନାହିଁ। ତାଙ୍କ ଦେହରେ ମୁକୁଟ କି ଆଉ କିଛି ସ୍ୱର୍ଣ୍ଣ ପଦକ କି ରୂପାର ବହୁତ କିଛି ଥିଲା, ତାଙ୍କ ଦେହରେ କିଛି ବି ନାହିଁ। ଆନୁମାନିକ ମୂଲ୍ୟ 5 ଲକ୍ଷରୁ ଉର୍ଦ୍ଧ୍ୱ ବରଂ କମ୍ ନୁହେଁ। ତେଣୁକରି ଆମେ ତାପରେ ପୁଲିସ୍ ଷ୍ଟେସନ୍ ଯାଇଥିଲୁ। ପୁଲିସ୍ ଷ୍ଟେସନରେ ଏଫଆଇଆର୍ କରିଥିଲୁ। ଏଫଆଇଆର୍ ପରେ ପୁଲିସ୍ ଆସିଥିଲେ, ଆସି ଫଟୋ ଉଠି ଯାଇଛନ୍ତି। ତାପରେ ସେ କହି ଯାଇଛନ୍ତି ଆମେ ତଦନ୍ତ କରି ଏହାର ପୁଙ୍ଖାନୁପୁଙ୍ଖ ତାର ଉଚିତ ନ୍ୟାୟ ଦେବୁ। କ'ଣ ସରକାରଙ୍କ ଉପରେ ଆପତ୍ତି କରିବେ? ଆପତ୍ତି ଏହା କରିବୁ ଯେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ ଦଣ୍ଡ ମିଳୁ ଏବଂ ଆମର ଯେତିକି କ୍ଷତି ପୂରଣ ମିଳୁ। ଆପଣଙ୍କ ପରିଚୟଟା ଦେବେ? ମୋ ନାଁ ଅମିତା ସାହୁ, ବେଣ୍ଟପୁର ବାସିନ୍ଦା। ଆମ ଘର ମଙ୍ଗଳା ମନ୍ଦିର ସାମ୍ନାରେ। ଆଉ ମୁଁ ସବୁଦିନ ଫୁଲ ତୋଳିବା ପାଇଁ ଉଠେ। କ'ଣ ଘଟଣା ଘଟିଥିଲା? ଆଜି ବି ମୁଁ ଫୁଲ ତୋଳିକି ଜଷ୍ଟ ଘୁରି ପଡ଼ିଲାକୁ ମନ୍ଦିର ଗେଟ୍ ଖୋଲା ଅଛି। ମୁଁ ଆମ ବାପାଙ୍କୁ ଡାକିନି, ବାପା ମନ୍ଦିର ଗେଟ୍ ପାଇଁ ଖୋଲା ଅଛି, ଆସି ଦେଖିବା। ବାପା କହିଲେ ତାଙ୍କର ହେଉଛି ଭୁଲିଥିବେ ଗେଟ୍ ଦେବେ। ତାଙ୍କ ଘରେ ପଚାରିଲା, କହିଲେ ନା ଚାବି ଆମ ଘରେ ଅଛି, ହେଲା ମାନେ ତାଲା ନାହିଁ। ତାଲା ଦେଖିଲାକୁ ସେଇପାଇଁ ଗାଁର ହେଉଛି ୱାର୍ଡ଼ ମେମ୍ବର ଆଉ ସବୁ ଲୋକ ମୁଖ୍ୟ ଲୋକକୁ ଫୋନ୍ କରି କହିଲାକୁ ସେ ଆସିକି ଦେଖିଲେ ସମସ୍ତେ। ଥାନାରେ ଅଭିଯୋଗ କରୁଛନ୍ତି? ହଁ, ଥାନାରେ ଅଭିଯୋଗ କରିଛନ୍ତି।